জয় কেমিতি অଛନ୍ତି ভাই বন্ধু ও দাদা ও মা মানে আশা করি ସମସ୍ତେ ଭଲରେ ଅଛନ୍ତି। ଥଣ୍ଡା ନିଶ୍ଚିତ ଭାବରେ ହେଉଛି, ଅତି ଥଣ୍ଡା। ତ ଯାହା ହଉ ଏଇ ଥଣ୍ଡା ଭିତରେ ଅନେକ କର୍ମ ମଧ୍ୟ ହୁଏ। ଆଶା କରି ସମସ୍ତେ ଭଲରେ ଅଛନ୍ତି ପରମ ପ୍ରମେୟ ଶ୍ରୀ ଠାକୁରଙ୍କୁ ନେଇକି। ଆଜି ଆପଣମାନଙ୍କ ସମ୍ମୁଖରେ ଅତି ମହତ୍ୱପୂର୍ଣ୍ଣ, ଅତି ରୋଚକ, ଅତି ଆବଶ୍ୟକୀୟ, ଯାହା ଆମ ଜୀବନ ପାଇଁ ଅତି ପ୍ରয়োଜନ, ସେ ବିଷୟରେ ଆଲୋଚନା କରିବାକୁ ଯାଉଛି। ଆପଣମାନେ ନିଶ୍ଚିତ ଭାବେ ଶୁଣନ୍ତୁ। ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେ ଗୋଟେ ବାଣୀ ଦେଇ ଯାଇଛନ୍ତି ତାଙ୍କର ଶ୍ରୀହସ୍ତେ ଲେଖି ସତ୍ୟାନୁସରଣରେ। ସେ ବାଣୀଟି ହେଉଛି ହଗି ମରିବା ଠାରୁ ଚାଲି ମରିବା ଭଲ, ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। ଏଇ କଥାଟିର ଅର୍ଥ କିଏ କ'ଣ ବୁଝିଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ପ୍ରଥମେ ଯେତେବେଳେ ଶୁଣିଥିଲି ପଢ଼ିଥିଲି ମୁଁ ଭାବୁଥିଲି ଏ ହଗି ହଗି କିଏ ମରନ୍ତି, এই কথাটা ভাবুଥାଏ। তো ଏହାର ଅର୍ଥ କିଛିଟା ତ ବୁଝିଥିଲି ଏକା, କିନ୍ତୁ ପ୍ରସଙ୍ଗ ସତ୍ୟାନୁସରଣ ମାଧ୍ୟମରେ ମୁଁ ପୁରାପୁରି ବୁଝିଗଲି। ତ ଆସନ୍ତୁ ଶ୍ରଦ୍ଧ ଦାଦା ଓ ମା ମାନେ ଆପଣମାନଙ୍କୁ ପ୍ରସଙ୍ଗ ସତ୍ୟାନୁସରଣରେ ଶ୍ରୀ ଶ୍ରୀ ପିତୃଦେବ କ'ଣ କହିଛନ୍ତି ସେଟା ସଂକ୍ଷିପ୍ତ ଭାବରେ ବିବରଣ କରୁଛି। ଏହି ବାଣୀଟି ପାଠ ହେଲା ପରେ ଆଦର୍ଶ ଭାଇ ଦୃତୁ ବଲ୍ଲଭ କହୁଛନ୍ତି ଯେ କିଏ ହୁଏ ତ ଠାକୁରଙ୍କ କର୍ମ କରି କରି ତାପରେ ରୋଗରେ ପଡ଼ିଗଲେ, ଅସୁଖ ହେଲା, କାମ କରିପାରୁନାହାନ୍ତି, ବିଛଣାରେ ଶୋଇ ଶୋଇ ହଗି ମୁତି ସେ ଦିନେ ମରିଗଲା। ଶ୍ରୀ ଶ୍ରୀ ବରଦା କହୁଛି ହଁ ଏମିତି ତ ହୁଏ। କିଏ ଯେତେବେଳେ ରୋଗଗ୍ରସ୍ତ ହୁଏ ସେତେବେଳେ ସେ କାମ କେମିତି କରିବ? ରୋଗ ସାରିଲେ ତ ସେ କାର୍ଯ୍ୟଟା କରିବ। ଆମେ ମାନେ ଠାକୁରଙ୍କର କର୍ମୀ ହେଲେ କ'ଣ ସେମାନଙ୍କ ମଧ୍ୟ ରୋଗ ଅସୁଖ ବିସୁଖ ହେଇପାରେ। ରୋଗରେ ଯଦି ଆମେ ଭୋଗୁଛୁ ହେଲେ କାର୍ଯ୍ୟ କିପରି କରିବୁ, ଇଷ୍ଟ କାର୍ଯ୍ୟ କିପରି ହେବ? ନିର୍ଦ୍ଦେଶ ପାଇକି ଧୃତି ବଲ୍ଲଭ ପୁଣି ପାଠ କରି ଠିକ୍ ଭାବରେ କହି ନ ପାରିବୁ ସେ ଅମଳ ଭାଇକୁ କଲେ। ଅମଳ ଭାଇ ମଧ୍ୟ ଠିକ୍ ଭାବରେ ନ କହିପାରିବୁ ସେ ନିଜେ କହିବାକୁ ଆରମ୍ଭ କଲେ। ସେ କହିଲେ ପ୍ରଥମ ପ୍ରଶ୍ନ ତାଙ୍କର ଯେ ତୁମର ରୋଗ କାହିଁକି ହେବ? ରୋଗ ହେବାକୁ ଯିବ କାହିଁକି? ଦ୍ୱିତୀୟ କଥା, ରୋଗ ଯଦି ହେଲା କର୍ମ କିପରି କରିବ? ତୃତୀୟ ପ୍ରଶ୍ନ, ସେ ଚାଲିବ କିପରି? ରୋଗ ଯଦି ହେଲା ସେ ଚାଲିବ କିପରି? ଏଇ କଥାଟା କହିବାରୁ କେହି ଠିକ୍ ଭାବରେ ନ କହିବାରୁ ଶ୍ରୀ ପିତୃଦେବ ନିଜେ କହୁଛନ୍ତି ମଣିଷ ଦିନେ ନା ଦିନେ ମରନ୍ତି ହିଁ। ଠାକୁର କହୁଛନ୍ତି ତୁମେ ଯେ ବସି ଅଛ, ଶୋଇ ଅଛ, ଏଇ ଭାବରେ ବସି ଶୋଇ କଟେଇ ମରିବା ଠାରୁ, ବସି ଶୋଇ ବିତେଇକି ସମୟ ବିତେଇ ମରିବା ଠାରୁ କାର୍ଯ୍ୟ କର, କର୍ମ କର। ଶୋଇ ବସି ହଗି ମୁତି ଜୀବନ ବିତେଇ ଲାଭଟା କ'ଣ? ମରିବାକୁ ତ ହବ ଦିନେ ନା ଦିନେ। ଶୋଇ ବସିକି ଅଳସୁଆମି କରି ରୋଗଗ୍ରସ୍ତ ହୋଇ ମରିବା ଠାରୁ କାର୍ଯ୍ୟ କରିବା ହିଁ ଭଲ। ଇଷ୍ଟଙ୍କର କାର୍ଯ୍ୟ କର। ତେଣୁକରି କହୁଛନ୍ତି ହଗି ମରିବା ଅର୍ଥ କାର୍ଯ୍ୟ କରି କରି ମରିବା। ଯେମିତି ଓଡ଼ିଆରେ ଗୋଟେ ପ୍ରବାଦ ଅଛି, ମରିବି ତ ମରିବି କୌଶଳ କରି ମରିବି। ଗୋଟେ କଥା ଅଛି, ଠିକ୍ ସେଇଭଳିଆ କଥାଟା ମର, ଚାଲି ଚାଲିକି ମର, ଅର୍ଥାତ୍ କାର୍ଯ୍ୟ କରି କରିକି ମର। ମୃତ୍ୟୁ ତ ଜୀବନର ଶେଷ, ଜୀବନର ପରିଣତି। ସେହି ଅବସ୍ଥାରେ ପହଞ୍ଚିବା ମାନେ ମୃତ୍ୟୁ
ଆଡ଼କୁ ଯିବା ପୂର୍ବରୁ ଇଷ୍ଟ କାର୍ଯ୍ୟ କରି ଚାଲ। ସମସ୍ତଙ୍କର ଯେପରି ମଙ୍ଗଳ ହୁଏ ସେହି ପ୍ରକାର କାର୍ଯ୍ୟ କର। ଚୁପ୍ କରି ବସି ଅଳସୁଆ କୁଡ଼ା ହେଇକରି ମରିବା ଠାରୁ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ହୁଏ ସେମିତି କାର୍ଯ୍ୟ କର। ସମସ୍ତଙ୍କର ମଙ୍ଗଳ ହଉ ବା ସମସ୍ତଙ୍କର ମଙ୍ଗଳ ହୁଏ ସେହିପରି କାର୍ଯ୍ୟ କରି ଯଦି ଦେହକୁ ରକ୍ଷା କର ହେଲେ ହିଁ ଠିକ୍। ହେଲେ କଥା ଆସିଲା ଦେହ ରକ୍ଷା କରିବା। ଆମେ ଓଡ଼ିଆରେ ଗୋଟେ କଥା ପ୍ରାୟ କହିଥାଉ ଯେ ଅମୁକ ଦେହ ରଖିଛନ୍ତି, ଦେହ ରକ୍ଷା କଲେ ଅର୍ଥାତ୍ ମୃତ୍ୟୁବରଣ କଲେ। এই কথাটি କହିବା ପରେ ସେ ଯେ ପିତୃଦେବ ଦେହ ରଖିବାର ଅର୍ଥ କ'ଣ? ପିଲା ଛୁଆ ମାନେ ଉତ୍ତର ନ ଦେଇପାରୁ ଗୁରୁକୁମାର ପାଣ୍ଡେ ଡାକିଲେ ଯେ ମଣିଷ ଏହି ଦେହକୁ এই ପୃଥିବୀରେ ଛାଡ଼ିକିରି ଅନ୍ୟ ଜଗତକୁ ପଳେଇ ଯାଏ। ଆତ୍ମା ଯେତେବେଳେ ଅନ୍ୟ ଜଗତକୁ ପଳେଇ ଯାଏ ସେତେବେଳେ ଦେହଟାକୁ ଏଇଠି ରଖିଯାଆନ୍ତି, ତେଣୁ ଦେହକୁ ରକ୍ଷା କରାହେଲା ବୋଲି କହନ୍ତି। କିନ୍ତୁ ଭାଇ ଓ ବନ୍ଧୁମାନେ, ଦାଦା ଓ ମା ମାନେ, ମୁଁ ତ এই ଦେହ ରକ୍ଷା କରିବା ଶବ୍ଦଟି ତ ବହୁତ ଥର ବ୍ୟବହାର କରିଛି। ଦେହ ରଖିଲେ এটা କହିବାକୁ ହୁଏ, ସେଥିପାଇଁ କହୁଥିଲେ। ଭାଷା ଶୁଦ୍ଧ ଭାଷା, ଭଦ୍ର ଭାଷା, ସେଥିପାଇଁ କହୁଥିଲି। ନହେଲେ ସାଧାରଣ ଭାବରେ ଆମେ କ'ଣ କହିଲୁ, ସେ ମରିଗଲେ। ହେଲେ ମରିଯିବାଟା ମୁଁ ଥରେ ଏମିତି ଭାବେ ଏଇ କଥାଟାକୁ ଯେ ଦେହ ରଖିବା ମାନେ ଦେହ ରଖିକି ପଳେଇବା ଏଇ କଥାଟା। କିନ୍ତୁ ଆଜି ଜାଣିବାକୁ ମିଳିଲା ପରମ ପୂଜ୍ୟ ଶ୍ରୀ ବରଦା କହିଲେ ଦେହ ରକ୍ଷା କରିବାର ଅର୍ଥ କ'ଣ? ଦେହ ରକ୍ଷା କରିବାର ଅର୍ଥ ହିଁ ହେଉଛି ମୃତ୍ୟୁ। ହେଲେ ମୃତ୍ୟୁ ହିଁ ସତ୍ୟ ସମସ୍ତେ କହନ୍ତି, ଅନେକ ଲୋକ କହନ୍ତି ମୃତ୍ୟୁ ହିଁ ସତ୍ୟ। ଏ ଜୀବନର ଶେଷ ପରିଣତି ମୃତ୍ୟୁ, ଆଉ ମୃତ୍ୟୁ ହିଁ ସତ୍ୟ। ସତ୍ୟ ଅର୍ଥ, ସତ୍ୟ କଥାଟି ଆସିଛି ଅଜ ଧାତୁରୁ, ଯାହାର ଅର୍ଥ ଅସ୍ତିତ୍ୱ ରକ୍ଷା କରିବା, ଅସ୍ତିତ୍ୱ ବା ବିଦ୍ୟମାନତା ଅଛି ଯାହାର। ଜୀବନ ବୃଦ୍ଧି, ଜୀବନର ଅସ୍ତିତ୍ୱ ଅଛି। ତ ଯାହା କଲେ ସତ୍ୟକୁ ରକ୍ଷା କରାଯାଏ, ଅର୍ଥାତ୍ ଆମର ଅସ୍ତିତ୍ୱକୁ ରକ୍ଷା କରାଯାଏ। ଆଉ ତାହା କିପରି ହବ? ତାହା ଇଷ୍ଟଙ୍କୁ ପ୍ରତିଷ୍ଠା କରି ଚାଲିଲେ ହିଁ ହବ। ସମାଜର ମଙ୍ଗଳ କରି ଚାଲିଲେ ହିଁ ସତ୍ୟକୁ ରକ୍ଷା କରାହବ। କିପରି କିପରି ସମାଜର ମଙ୍ଗଳ କରି ଇଷ୍ଟକୁ ପ୍ରତିଷ୍ଠା କଲେ ସତ୍ୟ ରକ୍ଷା ହବ? କାରଣ ଇଷ୍ଟଙ୍କୁ ପ୍ରତିଷ୍ଠା କରିବାକୁ ଗଲେ ଆମର ମନ ଇଷ୍ଟଙ୍କ ପ୍ରତି ରହିବ, ଆଉ ଇଷ୍ଟଙ୍କ ପ୍ରତି ରହିଲେ ଆମର ଏଇ ଶରୀର ଇଷ୍ଟ ଅନୁସାରେ ଚାଲିବ। ଅର୍ଥାତ୍ କର୍ମପ୍ରେମମୟ ଶ୍ରୀ ଠାକୁର ଆମକୁ ସ୍ୱସ୍ଥ ସଦାଚାର ସୂତ୍ର ଦେଇ ଯାଇଛନ୍ତି। ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ଥନୀ ସଦାଚାର ପଞ୍ଚନୀତି ଦେଇ ଯାଇଛନ୍ତି। ଏହି ନୀତିକୁ ଅବଲମ୍ବନ କରିକି ଠିକ୍ ଠିକ୍ ଭାବରେ ଚାଲିଲେ ସେ ରୋଗରେ ପଡ଼େ ହିଁ କମ୍। ବଙ୍ଗଳାରେ ଗୋଟେ କଥା ଅଛି, ହଗିକି ଖାଏ ଖାଇକି ଏକ ଯାଏ। ମାନେ ମୁଁ ଏଟା ଟ୍ରାନ୍ସଲେଟ୍ କରି କହୁଛି, ହେগে ଖାଏ খেয়ে মরে এ খেয়ে মোতে তারে নিতে জমে কোতে। ଓଡ଼ିଆରେ କଥାଟା କହିବାକୁ ଗଲେ ଏମିତି ହୁଏ ଯେ ହଗି ଖାଆନ୍ତି ଖାଇକିରି ଏକ ଯାଆନ୍ତି, ତାଙ୍କୁ ନେବାରେ ଯମ ମଧ୍ୟ କାନ୍ଦି ଦିଅନ୍ତି। এই কথাটি ଆମେ ଶୁଣିବାର ପ୍ରଥମେ ଭାବରେ ହଗିକି କ'ଣ ଖାଆନ୍ତି, ହଗିକି କ'ଣ ଖାଆନ୍ତି, ଝାଡ଼ା ଖାଇବ, ପିଠା ଖାଇବ, এটা କ'ଣ ହୁଏ ଏମିତି ଭାବେ। ମୁଁ ପିଲା ଥିଲି ସେତେବେଳେ। ପରେ ବାପା ମୋତେ ବୁଝେଇ ଗଲେ ଅର୍ଥ ଖାଇବା ପୂର୍ବରେ ଦୁଇ ଯିବା, ଅର୍ଥାତ୍ ମୋର ଯେଉଁ ଅନ୍ତ୍ରନଳୀ ପାକଯନ୍ତ୍ରକୁ ସଫା କରିବା, ଅର୍ଥାତ୍ ସ୍ଥାନକୁ ଖାଲି କରିବା, ତାପରେ ସେ ସ୍ଥାନରେ କିଛି ରଖିବା। ପୁଣି ଯେତେବେଳେ ଆମେ ଖିଆ ମାନେ ଖାଦ୍ୟ ଯାହା ଆହାର କରିବା ଦରକାର ସେଟା ଠିକ୍ ଠିକ୍ ଅନୁପାତରେ ଖାଦ୍ୟ ଜଳ ସବୁ ଯେତେବେଳେ ହେଉଛି ସେତେବେଳେ କ'ଣ ହେଉଛି ନା ଆମର ଏକ ଲାଗିବ, ପରିସ୍ରା ଲାଗିବ। ସେଥିପାଇଁ କହୁଛନ୍ତି ଏଇଟା ଗୋଟେ ଖଣାର ବଚନ, ଖଣାର କଥା ଯେ ହଗିକି ଖାଇଲେ ଖାଇକିରି ଏକ ଗଲେ ତାଙ୍କୁ ଯମ ଅର୍ଥାତ୍ ଅସୁସ୍ଥ ମୃତ୍ୟୁର ଦେବତା ଯିଏ ସିଏ ମଧ୍ୟ ନେଇପାରନ୍ତି ନାହିଁ, କାନ୍ଦି ଦିଅନ୍ତି, ତାଙ୍କୁ ମଧ୍ୟ କଷ୍ଟ ହୁଏ। ତ ଏମିତିକିଆ କଥା। ହେଲେ ଏଇଠି ଏଇ କଥା ଗୁଡ଼ିକ କହିବାର ଅର୍ଥ ଉଦ୍ଦେଶ୍ୟ କ'ଣ? ପିତୃଦେବ କ'ଣ କହିଲେ ପ୍ରଥମରେ ଯେ
आमे रोगरे पड़ू कहीं आमे को रोग हम कहीं आ रोग जदि हेब हेले कार्य करी किपरि कथारे कथा बहुत कथा मन पड़े थरे यही कथाटी आहरी अन्य भिडियो मध्य कही परम पूज्यपाद श्री श्री आचार्य देव वर्तमान से थरे अंटा बथा है डॉक्टर ताकू बेड रेस्ट नेबा कहले किंतु से कौन करथिले ना मते तो इष्ट कर्म करने को पड़ो मु तो बेड रेस्ट नहीं पारिबिनी तोर अंटा बथा है शरीर को अंटा बथा है अंटा बथा जगह रुह मु इष्ट कर्म कर चलि एटा होची हगी मरिबार ठारू अपेक्षा चाली मरिबा ठीक से भाव आचार्य देव से अंटा बथा को प्रश्रय न दे प्रति भ्रूक्षेप न करी प्रतिदिन तो जो इष्ट कर्म जो भाव कर चलते सेमती कर चलते यहाँ यही कथाटा परम पूज्य श्री पृथ्वीदेव मुखरे ही कहते से तो कहले जेपरी कौन सी स्त्री बाहा करिक आनिल आउ ताहा प्रति जदि तमे कौन सी ध्यान न दब तार जदि केयर न नब एमिति करिक दिने 2 दिन 10 दिन 15 दिन मासे वर्षे जेतेबेले जीव सेतेबेले से कौन भाविब कौन करिब से कौन आउ रहिब से रहिब नाही कारण से कहब मोर तो एठी कौन सी प्रकार आवश्यकता नहीं ये तो मो आड़ को देखु नांती मोर कौन सी प्रयोजन नहीं आंक जीवन में मोर कौन सी भूमिका ही नहीं हेले मु एठी रही कौन करिबी मु जाऊँगी से डिवोर्स देकी पलि ठीक से बेली आम्भे माने जदि इष्ट कर्म करने लगी निरंतर भाव में लगी रही कौन हम आमर रोग रही रोग आसब कहीं रोग आसब ना तेणु श्री ठाकुर कथा कहबार अच्छी कहते जे मनटी दुष्ट होले जानिस रोगेर आथाल है अर्थात आमे एमिति कौन सी कर्म एमिति चिंता एमिति चलन रे चलुचु जहाँ द्वारा कि आमर मनटा दुष्ट होची दुष्ट हेले अर्थात मस्तिष्क विकृत होची ए विकृत मस्तिष्क रे ही मन आक्रांत हेले सेते बेले रोग स्थान पाए अलस्वामी कपटता छल चातुरी ये सब करने द्वारा तेणु आमे प्रतिदिन प्रार्थना पर जय राधे कीर्तन कर जय राधे कीर्तन कही था जय राधे राधे हरि छाड़ रे मौन कपट चातुरी बदने बोलो हरि 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 नाम परम ब्रह्म जीवर मूल धर्म अधर्म कुकर्म छाड़ रे हेले हरि नाम करवा ही होची हमर मूल धर्म धर्म ही कर्म कर्म बिना तो धर्म हुए नहीं इष्ट कर्म कले हेले ही तांकर नामटा आमे नहीं पारबु करि पारबु आ सेटा हिचु आमे जेपरि तांकर नामटा करि पारबु सेही बेली कर्मटा कले ही तांकर नाम जप तांकर नामटा हम स्मरण हबो नाम करि पारबु न तो आज वीडियोटी बहुत बेसी बड़ हो गला नेक्स्ट वीडियो रे पुनी देखा हबो जय गुरु वंदे पुरुषोत्तम।